ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆପଣ ମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟିଏ ଏକ ନୂଆ ଭିଡ଼ିଓରେ। ଆଜିର ଭିଡ଼ିଓ ଆପଣଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଅଛି। ଆଜି ଆମେ କରିବାକୁ ଯାଉଛୁ ଗୋଟିଏ ରୋମାଞ୍ଚକର ଓ ଏକ ମନୋବୈଜ୍ଞାନିକ ପରୀକ୍ଷା। ଆପଣଙ୍କର ସାମ୍ନାରେ ମୁଁ ଏହି ଦୁଇଟି ହଂସ ରଖିଅଛି, ଯାହାକି ବାମ ପଟରେ ଥିବା ହଂସ ନମ୍ବର 1 ଆଉ ଡାହାଣ ପଟରେ ଥିବା ହଂସ ନମ୍ବର 2। ତ ଏଥିରେ ଆପଣଙ୍କର କାମ ହେଉଛି କେବଳ ନିଜର ମନକୁ ଶାନ୍ତ କରନ୍ତୁ ଏବଂ ଭଗବାନଙ୍କୁ ମନେ ମନେ ସ୍ମରଣ କରନ୍ତୁ। ଯେଉଁ ହଂସ ଆପଣଙ୍କର ମନକୁ ଆକର୍ଷଣ କରୁଅଛି, ଆପଣ ସେହି ହଂସଟିକୁ ହିଁ ବାଛନ୍ତୁ। କିନ୍ତୁ ମନେ ରଖନ୍ତୁ, ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ। ଏହା ଆପଣଙ୍କର ଭିତରେ ଥିବା ଭାଗ୍ୟ, ଚିନ୍ତାଧାରା ଓ ଶକ୍ତିର ପ୍ରତିବିମ୍ବ ଅଟେ। ତେବେ ବନ୍ଧୁମାନେ, ଏବେ ଆପଣମାନେ ଆଖି ବନ୍ଦ କରନ୍ତୁ ଏବଂ 5 ସେକେଣ୍ଡ ମଧ୍ୟରେ ଗୋଟିଏ ହଂସ ବାଛନ୍ତୁ। ଆପଣ ଏହି 5 ସେକେଣ୍ଡ ମଧ୍ୟରେ ଯେଉଁ ହଂସଟିକୁ ବାଛିଥିବେ, ତ ସେହି ହଂସଟି ଆପଣଙ୍କର ଜୀବନଶୈଳୀ ଉପରେ କ'ଣ କ'ଣ ପ୍ରଭାବ ପକାଉଛି, ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଜାଣିନେବା। ତା ପୂର୍ବରୁ କହି ରଖୁଛି ଯେ ମୁଁ ହେଉଛି ସମ୍ବିତ। ତ ମୋର ଏହି ଚ୍ୟାନେଲରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ଜଣାଉଛି। ଆପଣମାନେ ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖନ୍ତୁ ଆଉ ଦେଖିସାରିଲା ପରେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର ମଧ୍ୟ କରନ୍ତୁ। ତ ଆଉ ଡେରି ନ କରି ଚାଲନ୍ତୁ ଆମେ ଏହି ଭିଡ଼ିଓର କିଛି ସାରାଂଶ ଆଲୋଚନା କରିବା। ଦର୍ଶକ ବନ୍ଧୁ, ଆପଣ ଯଦି ବାମ ସାଇଡ଼ରେ ଥିବା ହଂସ ନମ୍ବର 1କୁ ବାଛିଛନ୍ତି, ତେବେ ଚାଲନ୍ତୁ ଜାଣିବା ଏହା ଆପଣଙ୍କର ଜୀବନ ଉପରେ କ'ଣ କ'ଣ ପ୍ରଭାବ ପକାଉଛି। ତେବେ ଆପଣ ମନରୁ ବହୁତ ପବିତ୍ର, ସ୍ୱଚ୍ଛ ଏବଂ ଏକ ସରଳ ବ୍ୟକ୍ତି ଅଟନ୍ତି। ଧଳା ରଙ୍ଗ ଶାନ୍ତି, ସତ୍ୟ ଓ ଏକ ଆତ୍ମବିଶ୍ୱାସର ପ୍ରତୀକ ବୋଲି ଗରୁଡ଼ ପୁରାଣ ଅନୁସାରେ ମାନାଯାଇଥାଏ। ଏହା ଆମ ମନକୁ ବା ମା ସରସ୍ୱତୀଙ୍କୁ ଏକ ଚିହ୍ନ ଦେଖାଇଥାଏ, ଯାହା ଫଳରେ ସେ ଆମକୁ ଜ୍ଞାନ ଓ ପବିତ୍ରତାର ପ୍ରତୀକ ଦେଇଥାନ୍ତି। ଆପଣଙ୍କର ଭାଗ୍ୟ ବିଶେଷ କାରଣବଶତଃ ଆପଣ କାହାରି ମଧ୍ୟ କ୍ଷତି କରିବାକୁ ଚାହାନ୍ତି ନାହିଁ, ହେଲେ ବେଳେବେଳେ ସେହି ଠିକ୍ଟି ହିଁ ଆପଣଙ୍କର ଏକ ଭୁଲରେ ପରିଗଣିତ ହେବାକୁ ଲାଗିଯାଏ। ଆପଣ ଡେରିରେ ସଫଳ ହୁଅନ୍ତି ସତ, କିନ୍ତୁ ସ୍ଥାୟୀ ସଫଳ ଆପଣ କେବେ ମଧ୍ୟ ପାଆନ୍ତି ନାହିଁ। ଆପଣଙ୍କର ଜୀବନରେ ଦୁଇଟି ବଡ଼ ପରିବର୍ତ୍ତନ ମଧ୍ୟ ଆସିପାରେ, ଗୋଟିଏ ଆର୍ଥିକ ଦିଗରେ ଓ ଅନ୍ୟଟି ସମ୍ମାନର ଦିଗରେ।
ହୁଏତ ଆପଣ ଯଦି କୌଣସି ବ୍ୟବସାୟ କରୁଛନ୍ତି, ତେବେ ସେଥିରେ ଆପଣଙ୍କର ବହୁତ ପ୍ରକାର ଧନ ଟଙ୍କା ମଧ୍ୟ ଲାଭ ହେବ। ଆଉ ଯଦି ଆପଣ ସମାଜରେ ରହି ସମାଜକୁ କିଛି ନୀତି ଶିକ୍ଷା ପ୍ରଦାନ କରୁଛନ୍ତି, ଯାହାଫଳରେ ଲୋକମାନେ ଆପଣଙ୍କର ସେହି ନୀତି ଶିକ୍ଷାରେ ଉତ୍ଫୁଲ୍ଲିତ ହୋଇ ଉଠନ୍ତି, ଯାହାଫଳରେ ଲୋକମାନେ ଆପଣଙ୍କୁ ବହୁତ ସସମ୍ମାନର ସହିତ ଗ୍ରହଣ କରିବାକୁ ଲାଗନ୍ତି। ଆପଣଙ୍କ ଶତ୍ରୁମାନେ ମଧ୍ୟ ଆପଣଙ୍କୁ ନିମ୍ନ ଦେଖାଇବାକୁ ଚେଷ୍ଟା କରିବେ। ଆପଣଙ୍କ ପାଖରୁ କୌଣସି ଅସ୍ତ୍ର କିମ୍ବା ବସ୍ତ୍ର ମଧ୍ୟ ଗ୍ରହଣ କରିବେ ନାହିଁ। କିନ୍ତୁ ଶେଷରେ ଆପଣ ହିଁ ଜିତିବେ। କଥାରେ ଅଛି, ଯିଏ କୌଣସି କାର୍ଯ୍ୟ, ଖେଳ କିମ୍ବା କୌଣସି ଏକ ଲୋକ କଥାରେ ସେ ଯଦି ନିଜକୁ ନିଜେ ହାରିବାକୁ ବିବେଚନା କରିଦିଏ, ତେବେ ସେହି ମନୁଷ୍ୟ ପାଖରେ ଜିତିବାର ଆଶା କେବେ ମଧ୍ୟ ଉତ୍ଫୁଲ୍ଲିତ ହୋଇ ଉଠିନଥାଏ। ତେଣୁକରି ଆପଣମାନେ ସଦାସର୍ବଦା ଜିତିବାକୁ ହିଁ ଚେଷ୍ଟା କରନ୍ତୁ। ଆପଣ ଅତି ଭଲ ହୋଇ ମଧ୍ୟ କାହାରି ଦ୍ୱାରା ଚୋଟ ଖାଉଛନ୍ତି। ଏବେ ନିଜ ପାଇଁ ହିଁ ବଞ୍ଚିବା ଶିଖନ୍ତୁ, କାହିଁକିନା ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ କେବଳ କହିବେ ଆଉ ଶୁଣିବେ। ନିଜ ପ୍ରତି କୌଣସି ବ୍ୟକ୍ତି ମଧ୍ୟ ସାଥ ଦେବ ନାହିଁ। ନିଜେ ବଞ୍ଚିଲେ ହିଁ ନିଜର କର୍ତ୍ତବ୍ୟ ଆଗରେ ସବୁକିଛି ହାର ମାନିଯାଏ। ଦର୍ଶକ ବନ୍ଧୁ, ଏହା ଥିଲା ହଂସ ନମ୍ବର 1। ତ ଚାଲନ୍ତୁ ଜାଣିନେବା ହଂସ ନମ୍ବର 2 ଆପଣଙ୍କର ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି ନା ଆପଣଙ୍କୁ ଏକ ସ୍ୱଚ୍ଛ ସରଳମୟ ବ୍ୟକ୍ତି କରିବାକୁ ଚାହୁଁଅଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବାକୁ ପାଇପାରିବା। ତ ଦର୍ଶକ ବନ୍ଧୁ, ଆପଣ ଯଦି ଡାହାଣ ସାଇଟ୍ରେ ଥିବା ହଂସଟିକୁ ନିଜ ମନପସନ୍ଦର ସହିତ ବାଛିଛନ୍ତି, ତେବେ ଆପଣ ଜନ୍ମରୁ ହିଁ ଏକ ଲିଡର ବା ଏକ ମାଲିକ ଅଟନ୍ତି। କାହିଁକିନା ଏହା ଧନ, ସମୃଦ୍ଧି ଓ ରାଜଯୋଗର ପ୍ରତୀକ ଦେଇଥାଏ। ଆପଣଙ୍କର ଭାଗ୍ୟରେ ନିଶ୍ଚିତ ଭାବରେ ଆର୍ଥିକ ଉନ୍ନତି ଅଛି। ଆପଣ ଜୀବନରେ ଗୋଟିଏ ବଡ଼ ସଂଘର୍ଷ ଦେଖିଛନ୍ତି, କିନ୍ତୁ ସେହି ସଂଘର୍ଷ ଆପଣଙ୍କୁ ଏତେ ମାତ୍ରାରେ ଶକ୍ତିଶାଳୀ କରିଛି ଯେ କୌଣସି ଲୋକ ମଧ୍ୟ ଜାଣିନାହିଁ। ତେଣୁକରି ଯେଉଁ ବ୍ୟକ୍ତି ଛୋଟ ଛୋଟ କଥାରେ ହାର ମାନିଯାଏ, ସେ ଏହି ଦୁନିଆ ଆଗରେ କେବେ ମଧ୍ୟ ଜିତିପାରେ ନାହିଁ। ଏବଂ ଆପଣଙ୍କର ଉପରେ ଲକ୍ଷ୍ମୀଙ୍କର କୃପା ବହୁଳ ମାତ୍ରାରେ ଅଛି। ଆସନ୍ତା 1 ରୁ 2 ବର୍ଷରେ ଆପଣଙ୍କର ଜୀବନରେ ଟଙ୍କା ସମ୍ବନ୍ଧୀୟ ବଡ଼ ଖୁସି ଖବର ମଧ୍ୟ ମିଳିବାକୁ ଯାଉଅଛି। କିନ୍ତୁ ଏକ ସତର୍କବାଣୀ, ନଚେତ୍ ଆପଣଙ୍କର ଜୀବନ ପୂରାପୂରି ନଷ୍ଟ ହୋଇଯିବ।
ଅହଙ୍କାର କେବେ ମଧ୍ୟ କରିବେ ନାହିଁ। ଆପଣଙ୍କର ସଫଳତା ଆପଣଙ୍କର ଶ୍ରମ ଓ ଭଗବାନଙ୍କ କୃପାର ଫଳ ଭାବେ ବିବେଚିତ ହୋଇଥାଏ। ଆଉ ମନରେ ଆଧ୍ୟାତ୍ମିକ ଓ ଗଭୀର ଚିନ୍ତାଧାରା ଥିବା ବ୍ୟକ୍ତିମାନେ ଏବେ ବର୍ତ୍ତମାନ ତାଙ୍କର ଏହିସବୁ ସମସ୍ୟାର ସମାଧାନ ନିଶ୍ଚିତ ଭାବରେ ମିଳିବାକୁ ଯାଉଅଛି। ଆପଣ ବହୁତ କିଛି ମନରେ ରଖନ୍ତି, କିନ୍ତୁ ଆପଣଙ୍କ ମନ ଭିତରେ ଗଭୀର ଯନ୍ତ୍ରଣା ଅଛି, ଯାହାଫଳରେ ସେହି ଯନ୍ତ୍ରଣା ଲାଗି ଆପଣମାନେ ଅନେକ ପ୍ରକାର ଦୁଃଖ ଆଉ କଷ୍ଟ ମଧ୍ୟ ଭୋଗୁଛନ୍ତି। କିନ୍ତୁ ଏବେ ସମୟ ଆସିଯାଇଛି ଆପଣ ସେହି କଷ୍ଟ ଯନ୍ତ୍ରଣାରୁ ମୁକ୍ତି ପାଇଯିବେ। ଆପଣଙ୍କର ଜୀବନରେ ଗୋଟିଏ ଏମିତି ଦିବ୍ୟ ମୋଡ଼ ଆସିବ, ଯାହା ପରେ ଆପଣ ଏକ ନୂଆ ମଣିଷ ଭାବରେ ଏହି ସମାଜ ଆଗରେ ବିବେଚିତ ହେବେ। ଆଉ ନିଜକୁ ନିଜେ ଏତେ ବି ଗର୍ବ କରନ୍ତୁ ନାହିଁ, କାହିଁକି ନା ଏହି ଦୁନିଆରେ ଅହଙ୍କାର ଆଉ ଗର୍ବ ଏହି ଦୁଇଟି ଯୋଗୁଁ ମନୁଷ୍ୟ କେବେ ମଧ୍ୟ ତିଷ୍ଠି ପାରି ନଥାଏ। ଯେଉଁ ବ୍ୟକ୍ତି ଏହି ଅହଙ୍କାର ଆଉ ତ୍ୟାଗକୁ ନିଷ୍ଠାପର ଭାବରେ ଏହି ଦୁନିଆ ଆଗରେ ଛାଡ଼ି ଦେଇଥାଏ, ସେହି ମନୁଷ୍ୟ ହିଁ ଏହି ଦୁନିଆରେ ନିଶ୍ଚିତ ଭାବରେ ଜିତିପାରେ। ତେଣୁକରି ଆପଣଙ୍କର ମନରେ ଆଶା କେବେ ମଧ୍ୟ ରଖନ୍ତୁ ନାହିଁ, ବରଂ ତା ବଦଳରେ ଗୋଟିଏ ଲକ୍ଷ୍ୟ ରଖନ୍ତୁ ଯେ ମୁଁ ସେହି ଲକ୍ଷ୍ୟ ପ୍ରତି ନିଶ୍ଚିତ ଭାବରେ ସଫଳତା ପ୍ରାପ୍ତ ହେବି। ଆଉ ହଁ ସାଙ୍ଗମାନେ, ଆପଣମାନଙ୍କୁ ଶେଷରେ ମୁଁ ଗୋଟିଏ ଉପଦେଶ ଦେବାକୁ ଚାହୁଁଅଛି ଯେ ଆପଣମାନେ କେବେ ମଧ୍ୟ ଭାଗ୍ୟକୁ ନିଜ ହାତରେ ନିଅ ନାହିଁ। କାହିଁକି ନା କଥାରେ ଅଛି, ଯେଉଁ ବ୍ୟକ୍ତି ପରିଶ୍ରମ କରିଚାଲେ ତାର ଭାଗ୍ୟ ବଦଳିବାକୁ କିଛି ସମୟ ମଧ୍ୟ ଲାଗିନଥାଏ। ଆପଣ ଜଣେ ଭାଗ୍ୟବାନ ବ୍ୟକ୍ତି ସେତେବେଳେ ହେବେ ଯେତେବେଳେ ଆପଣ ଏହି ମୋହମାୟା ସଂସାରରେ ନିଜକୁ ନିଜେ ଆତ୍ମସମର୍ପଣ କରିବା ଶିଖିବେ। ଦର୍ଶକ ବନ୍ଧୁ, ଆପଣମାନେ ଏହି ଭିଡ଼ିଓଟି ଦେଖି ସାରିଲା ପରେ ଆପଣଙ୍କୁ କେମିତି ଲାଗିଲା ଏବଂ ଏହି ସ୍କ୍ରିନ୍ ଉପରେ ଦେଖୁଥିବା ହଂସ ଦୁଇଟି ମଧ୍ୟରୁ ଆପଣଙ୍କୁ କେଉଁ ହଂସଟି ନିଜ ମନପସନ୍ଦର ସହିତ ନିଜକୁ ଭଲ ଲାଗିଲା, ମୋତେ ନିଶ୍ଚିତ ଭାବରେ ଗୋଟିଏ କମେଣ୍ଟ କରି ଜଣାଇବେ। ଆଉ ହଁ, ମୋର ଏହି ଚ୍ୟାନେଲରେ ଏହିପରି କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଏବେ ହିଁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରିକି ରଖିଥାନ୍ତୁ, ଯାହାଫଳରେ ମୁଁ ପ୍ରତ୍ୟେକ ଦିନ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ରହିଲି ସାଙ୍ଗମାନେ, ଦେଖା ହେବା ଆଉ ଏକ ରୋମାଞ୍ଚକର ଭିଡ଼ିଓ ମାଧ୍ୟମରେ। ଜୟ ଜଗନ୍ନାଥ।